ନମସ୍କାର ସାଙ୍ଗମାନେ, ଆସନ୍ତୁ ଏକ କାହାଣୀ ଶୁଣିବା। ଗଇତା ଛଡ଼ି। ଝିଣ୍ଟିକା କେତେ ଖରାପ ନାଁଟା ସତରେ। ବାପା ବୋଉ କେମିତି ମୋ ନାଁ ରଖିଥିଲେ? ମୋତେ ବୋଧେ ସେମାନେ ଭଲ ପାଉନଥିଲେ, ନହେଲେ ଏମିତି କିଛି ନାଁ ନ ମିଳିଲା ପରେ ମଣିଷ ହୋଇ ମୋତେ କୀଟଟିର ନାଁ ଦେଇ ଛାଡ଼ିଦେଲେ। ମୁଁ ଯେମିତି ଝିଣ୍ଟିକାର ନାଁ ସାର୍ଥକ କରିବା ପାଇଁ ଜନ୍ମ ନେଇଛି। ମୋର ପରିଚୟ ଝିଣ୍ଟିକା ନାୟକ, ବିବାହିତ। ମୋର ଘର ସଂସାର ଅଛି, କିନ୍ତୁ ସେମାନଙ୍କ ସହ ମିଳନ ପାଇଁ ମୋ ଜାତକରେ ଲେଖା ହେଇନି। ବିନା ଛାଡ଼ପତ୍ରରେ ମୁଁ ମୋ ବାପ ଘରେ ଛେଳି ଜଗାଳି। ଭାଇ ଭଉଣୀ 3 ଜଣ। ବାପା ବୋଉ ଭଲ ଟାଣ ଅଛନ୍ତି। ଗୋଟିଏ ବୋଲି ଭାଇ ସୁକାନ୍ତ, ତା'ର ବାହାଘର ସରିଛି। ବଡ଼ ଭଉଣୀ ବିଳାସୀର ବାହାଘର 8 ବର୍ଷ ହେବ ହେଲାଣି। ପୁଅଟିଏ ତା'ର। ସମସ୍ତେ ସମସ୍ତଙ୍କ ଜୀବନରେ ବେଶ୍ ହସ ଖୁସିରେ ଅଛନ୍ତି। ବାକି ରହିଲି ମୁଁ। ଭଲ ଅଛି, ଆନନ୍ଦରେ ଅଛି। ପେଟକୁ 2 ମୁଠା ମିଳୁଛି ବାପ ଘରେ। ମୁଞ୍ଜ ଗୁଣ୍ଡିବା ପାଇଁ ଛାତଟିଏ ଅଛି। ଦିନବେଳା ଛେଳି ଛାଡ଼ିଦେଇ ଏଇ ଅଶ୍ୱତ୍ଥ ଗଛ ମୂଳେ ବିଶ୍ରାମ ନିଏ। ସଞ୍ଜ ବୁଡ଼ିଲେ ଛେଳି ଆଡ଼େଇ ଘରକୁ ଯାଏ। ସକାଳ ହେଲେ ପୁଣି ଏଇ ଗଛ ପାଖରେ ପହଞ୍ଚେ। ଅଶ୍ୱତ୍ଥ ଗଛ ମୂଳେ କାହା ସହ କଥା ହେଉଥିଲା ଝିଣ୍ଟିକା। ଛେଳି ଧାନ କିଆରିରେ ପଶିଲେ ଝିଣ୍ଟିକା ନେ ନେ ନଇଲେ ସେ ଡଙ୍କୁଣି ଯିବ। ଯୋଉ ଗଛରେ ମୁହଁ ମାରିବେ ସେ ଆଉ କଅଁଳିବନି। ଝିଣ୍ଟିକା ଦୌଡ଼ି ଯାଇ ଅଡ଼େଇ ଆଣିଲା। ସଳିତା ପରଳାଶୁଣୀ ଗାଁର ବୋହୂ। ଆଗ ପରେ ଯାଇ ସେ ସ୍କୁଲ ମାଷ୍ଟରାଣୀ। ବର୍ଷେ ହେବ ତା'ର ବାହାଘର। ସ୍ୱାମୀ ସୁଧାଂଶୁ ପାଖ କଲେଜର ଅଧ୍ୟାପକ। ଘରେ ଶାଶୁ ଶ୍ୱଶୁର, ସାନ ନଣନ୍ଦ। ନଣନ୍ଦ ସୀମାର ଏ ବର୍ଷ ଫିଲୋସଫିରେ PG ସରିଲା। ନିଟ୍ ପାଇଁ ପ୍ରିପେୟାର ହେଉଛି। ଦେଖାଯାଉ କ'ଣ ହେଉଛି। ସଞ୍ଜବେଳେ ସରିତା ଶ୍ୱଶୁରଙ୍କୁ ଚା ଦେବାକୁ ଗଲାବେଳେ ଶାଶୁ ଦାଣ୍ଡ ବାରଣ୍ଡାରେ ବସିଥାଆନ୍ତି। ତାଙ୍କୁ ସେଇଠି ଚା ଦେଇ ଆସେ। ତାଙ୍କ ପାଖରେ ସବୁବେଳେ ସନ୍ଧ୍ୟାରେ ସେ ସ୍ତ୍ରୀଲୋକ ଜଣକୁ ଦେଖେ। ବୋଉ ତାଙ୍କୁ ପଚାରନ୍ତି, ମା, ଚା? ସେ ମୁଣ୍ଡ ହଲେଇ ଦିଏ। ତା' ପାଟି କେବେ ଘରକୁ ଶୁଭାଯାଏନି। ସେ କିଏ ଜାଣିବା ପାଇଁ ସରିତା ବି କେବେ ଚାହେଁନି। ଜାଣିଛି ଏଇ ଗାଁର, ହେଲେ ସମୟ ପାଏନି ତାକୁ ନିରେଖି ଦେଖିବାକୁ କି ତା' ବିଷୟରେ ଭଲ ମନ୍ଦ ଜାଣିବାକୁ। ଘର ସଂସାର, ସ୍କୁଲ, ପୂଜାପାଠ ଏତିକିରେ ସେ ଧନ୍ଦି ହୋଇଯାଏ। କାହା କଥା ଶୁଣିବା ଜାଣିବାକୁ ତା' ପାଖରେ ସମୟ କମ୍। ସବୁଦିନ ସେ ସ୍ତ୍ରୀଲୋକଟାକୁ ଶାଶୁ ପାଖରେ ବିନା ଓଢ଼ଣୀରେ ଦେଖିଲା ପରେ ବୁଝି ଯାଇଥିଲା ସେ ଏ ଗାଁର ଝିଅ ହୋଇଥିବ। ନହେଲେ ବିନା ଓଢ଼ଣୀରେ? ସ୍କୁଲରୁ ଫେରିଲା ବେଳେ ସେ ସ୍ତ୍ରୀଲୋକଟି ବେଳେବେଳେ ବାଟରେ ଦେଖା ହୋଇଯାଏ। ମୁହଁକୁ ମୁହଁ ସାମ୍ନାସାମ୍ନି ହୋଇଗଲେ ଧାରେ ହସ ତା' ଓଠରୁ ବାହାରି ସିଝିଲା ସିଝିଲା ଗାଲରେ ଭଉଁରୀ ପରି ଖେଳିଯାଏ। ସରିତା ପ୍ରତି ତା' ମନରେ ଆନ୍ତରିକତା ଭରି ରହିଛି ଯେମିତି। ସରିତା ଆଶ୍ଚର୍ଯ୍ୟ ହୁଏ। ମନେ ମନେ ଭାବେ, ବୋଧହୁଏ ଶାଶୁ ମୋର କିଛି ଗୁଣଗାନ କରିଛନ୍ତି ଏ ସ୍ତ୍ରୀଲୋକଟି ଆଗରେ, ଯେଉଁଥିପାଇଁ ସେ ମୋ ପ୍ରତି ଆକୃଷ୍ଟ ହୋଇଛି। ନହେଲେ ସରିତା ତା' ନାଁ ବି ଜାଣିନି। ଧୀରେ ଧୀରେ ସେ ସ୍ତ୍ରୀଲୋକଟିର ମୁହଁ ସରିତାର ଅଭ୍ୟାସରେ ପଡ଼ିଯାଇଥାଏ। ଆଜିକାଲି ବାଟରେ ଦେଖାହେଲେ ସେ ହସିଦେଲେ ସରିତା ପ୍ରତି ଉତ୍ତରରେ ସ୍କୁଟି ଟିକେ ଧୀର କରି ହସିଦେଇ ମୁଣ୍ଡ ହଲେଇ ଦିଏ। କିଛି ଦିନ ହେବ ସେ ଆଉ ସରିତାଙ୍କ ଘରକୁ ଆସୁନି କି ବାଟରେ ସେ କେଇଦିନ ହେବ ଦେଖିନି ତାକୁ। ଦିନେ ବୋଉଙ୍କୁ ଚା ଦଉ ଦଉ ପଚାରିଦେଲା, ସବୁବେଳେ ଯେଉଁ ସ୍ତ୍ରୀଲୋକଟି ଆପଣଙ୍କ ପାଖରେ ବସନ୍ତି ସେ ତ କାହିଁ ଆଉ ଆସୁନାହାନ୍ତି? ଶାଶୁ ଘର ଭିତରକୁ ଉଠିଗଲେ ଧୀର କରି। ସରିତା ଆଶଙ୍କାରେ ପଡ଼ିଲା। ନିଶ୍ଚିନ୍ତ କିଛି ଅଘଟଣ। ନହେଲେ ବୋଉ ମୋତେ ସେଇଠି ତ କହିପାରିଥାନ୍ତେ। ଘର ଭିତରକୁ କାହିଁ ଚାଲିଗଲେ? ଆଉ ସମ୍ଭାଳି ନ ପାରି ଶାଶୁଙ୍କ ପଛେ ପଛେ ତାଙ୍କ ରୁମ୍ ଭିତରକୁ ଗଲା। ଶାଶୁ ଆଖିରୁ 2 ଟୋପା ଲୁହ 2 ହାତରେ ପୋଛି ପକେଇ କହିଲେ, ବିଚାରୀଟା କେଡ଼େ ହତଭାଗିନୀ। ସବୁ ସୁଖ ଥାଇ ବି କିଛି ନାହିଁ। ବାପା ବୋଉ 2 ଜଣ ଅଛନ୍ତି।
ଝିଅର ଭଲ ମନ୍ଦ ଟିକେ ବୁଝିଥିଲେ ହୋଇନଥାନ୍ତା। ସମସ୍ତେ ତା'ଠାରୁ ଲାଭ ଆଶା କଲେ। କ'ଣ ଦିଟା ଖାଇବାକୁ ଦେଇ ବିଚାରୀଟା ମୋ ପାଖରୁ ଟିକେ ସାନ୍ତ୍ୱନାର ଆଶାରେ ସବୁବେଳେ ଆସେ। ଏତିକି କହି ଚୁପ୍ ରହିଲେ। ସରିତା ତା' ବିଷୟରେ ସବୁ କିଛି ଜାଣିବାକୁ ଚାହିଁଲା। ବୋଉ, ସେ ଏବେ କୋଉଠି? ସେ ଭଲ ଅଛନ୍ତି ତ? କାହା ପାଖରେ ଅଛନ୍ତି? ଶାଶୁ ଆରମ୍ଭ କଲେ। ଝିଣ୍ଟିକାର ବାହାଘର ହୋଇଥିଲା ଅସିହା ଗାଁଙ୍କର ଶଙ୍କର ସ୍ୱାଇଁଙ୍କ ସାନ ପୁଅ ସାଙ୍ଗରେ। ଯାହା କିଛି ଚଳନ୍ତି ଜାଗାବାଡ଼ି ଘରଦ୍ୱାର ଅଛି। ଖଟିଲେ ଭଲରେ ଖୁସିରେ ଚଳିପାରିବ। ଅଷ୍ଟମଙ୍ଗଳାରେ ସ୍ୱାମୀ ସହ ବୁଲିବାକୁ ଥରୁଟିଏ ଗାଁକୁ ଆସିଥିଲା। ଦୁହିଁଙ୍କର ଯୋଡ଼ି ଠିକ୍ ଶିବ ପାର୍ବତୀଙ୍କ ଯୋଡ଼ି ପରି ଦେଖାଯାଉଥାଏ। ଅଜୟ ସ୍ୱାଇଁ ସହ ଝିଣ୍ଟିକା ନାୟକ, ଖାଲି ନାଁଟା ଯେମିତି ଅଡ଼ୁଆ ଶୁଭୁଥିଲା। ଆଉ ସବୁ କିଛି ଠିକ୍ ଠାକ୍। ଶାଶୁଘରେ 2 ମାସ ରହି ଓଷା ବାର କରିବାକୁ ବାପଘରକୁ ଆସିଲା। ହେଲେ 2 ମାସର ନବବିବାହିତା ବୋହୂ ଓଢ଼ଣୀର ଚମକରେ ଫିକାପଣ ଢାଙ୍କି ରହିଥାଏ। ମୁହଁଟା କହୁଳେଇକି ରହିଥାଏ ଝିଣ୍ଟିକା। ସବୁ ପୁନେଇଁ ତିଥିରେ ଶ୍ୱଶୁର ଆସନ୍ତି। ଶାଶୁଘର ଲୋକମାନଙ୍କ ବିଷୟରେ ଏତେ କିଛି ଜଣାପଡ଼ୁ ନଥିଲା ସେତେବେଳେ। ହେଲେ ଝିଣ୍ଟିକାକୁ ଦେଖି ଯେ କହିହେବ ବାହାଘରରେ ସେ ଖୁସି ନୁହଁ। କୁଆଁରୀ ବୟସରେ ଝିଅମାନେ ହସି ଖେଳି ଓଷାବ୍ରତ କରନ୍ତି। ସାଙ୍ଗ ମେଳ ହୋଇ ଫୁଲ ତୋଳନ୍ତି, ଗୀତ ଗାଆନ୍ତି, ଫୁଲ ଗୁନ୍ଥନ୍ତି, ଚିତା ଆଙ୍କନ୍ତି। ଗୃହସ୍ଥ ଜୀବନର ଶିକ୍ଷା ଝିଅମାନେ ସାଙ୍ଗ ମେଳରେ ହିଁ ଶିଖନ୍ତି। ଓଷାବ୍ରତ ମାଧ୍ୟମରେ ହସି ଖେଳି ତା'ର ଶ୍ରଦ୍ଧା ରଖି ଶାଶୁଘର ଲୋକ ବାହାଘର ବର୍ଷ ଝିଅ ବାପଘରକୁ ଲୁଗା ମିଠା ଭାର ଆଣି ଓଷା କରି ଆସନ୍ତି। ଝିଣ୍ଟିକା ଖାଲି ନାମକୁ ମାତ୍ର ଶେଷ ବର୍ଷ ଓଷା କରିଥାଏ। କିନ୍ତୁ ତା'ର ମନ ଓଷାରେ ନଥାଏ। କିଛି କଥା ଯେମିତି ଭିତରେ ଭିତରେ କଣ୍ଟା ଭଳି ଚୁମି ଯାଉଥାଏ ତାକୁ। ତା' ବୋଉ ତାକୁ ଧ୍ୟାନ ଦେଇଛି, ପଚାରିଛି, କିନ୍ତୁ ଝିଣ୍ଟିକା ସେମିତି କିଛି ନାହିଁ କହିଛି। ଝିଅଟା ମନେ ମନେ ଭାବିଥିଲା, ସେ ଘରେ ନୂଆ, ସମସ୍ତଙ୍କ ସାଙ୍ଗରେ ନିଜକୁ ଖାପ ଖୁଆଇ ପାରୁନି, ସେଥିପାଇଁ କଷ୍ଟ ଲାଗୁଛି। ଧୀରେ ଧୀରେ ଅଭ୍ୟାସରେ ପଡ଼ିଗଲେ ସବୁ ଠିକ୍ ହୋଇଯିବ। ବାପା ବୋଉଙ୍କ ପାଖରେ ଶାଶୁଘର ବିରୁଦ୍ଧରେ ଗପିବ, କାଲି ପୁଣି ସେଇଠିକି ତ ଯିବ। ଗପିକି କି ଲାଭ ପାଇବ? ଥରେ ବାହାଘର ସରିଗଲେ, ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧି ସାରିଲେ ନା ବଦଳିବ ଶାଶୁଘର ନା ବର? ବରର ବା କ'ଣ ଦୋଷ? ସେ ପୁରୁଷ ଲୋକ। ମାଇପିଙ୍କ କଥା ମୁଣ୍ଡରେ ପୂରେଇଲେ ଲୋକ ମାଇଚିଆ କହିବେ। ଝିଣ୍ଟିକା ନିଜକୁ ବୁଝେଇ ପୁଆଣି ହୋଇ ଶାଶୁଘରକୁ ଗଲା। ବାପା ବାବାଜୀ ନାୟକ ଶଙ୍କର ସ୍ୱାଇଁଙ୍କୁ ସେଥର ଫେରିଲା ବେଳେ ହାତ ଧରି କହି ଆସିଲେ, ସମୁଦି, ମୋ ଝିଅ ତମକୁ ଲାଗିଲା। ଏ କଥା ପଦକ ଶାଶୁଙ୍କୁ କହିବା ବଦଳରେ ଶ୍ୱଶୁରଙ୍କୁ କହିବା ବଡ଼ ଅସଙ୍ଗତ ନୁହେଁ କି? ହେଲେ ଯେଉଁ ଲୋକ ପାଇଁ ଯେମିତି ବ୍ୟବହାର ସେମିତି ହିଁ ବେଳେ ବେଳେ କରିବାକୁ ପଡ଼େ। ଶ୍ୱଶୁର ଘର ଭିତର ଗୁମର କଥା ଜାଣନ୍ତି, ହେଲେ ସବୁ କିଛି ତାଙ୍କ ଆୟତ୍ତ ବାହାରେ। ବଡ଼ବୋହୂ ଶାଶୁ ଦୁହେଁ ମିଶି ଯାଇ ଝିଣ୍ଟିକାକୁ ବାରଣ କରିଦିଅନ୍ତି। ଦିନକର କଥା, ଝିଣ୍ଟିକା ରୋଷେଇ କରୁଥାଏ। ତରକାରୀରେ ଆଉ ଅଳ୍ପ ପାଣି ଅଛି ମରିବାକୁ। ମାଛ ତରକାରୀ। ଜୁକୁଜୁକିଆ ପାଣି ରହିଲେ ସୁଆଦିଆ ଲାଗିବ। ଲିଭିଲା ଚୁଲିରେ ତରକାରୀ କଡ଼େଇ ଛାଡ଼ି ଫୁଟଣ ଡବା ରଖିବାକୁ ଆସିଲା। ଏପଟେ ଶାଶୁ ଡାକ ଦେଲେ, ଚାଲି ଆସିଲା, ମନରେ ଅଛି ଝଟ ଗଲେ ତରକାରୀ ଓହ୍ଲେଇବ। ଶାଶୁ କାମରେ ବାନ୍ଧି ରଖିଲେ। ତରବରରେ ଦୌଡ଼ି ଆସି ଦେଖିଲା ଚୁଲିରେ ଜାଳ ହୁତୁ ହୁତୁ ହୋଇ ଜଳୁଛି। ତରକାରୀ ଲାଗିଗଲାଣି। ପୋଡ଼ା ତରକାରୀ କେବଳ ପୋଡ଼ା ଗନ୍ଧ ଦେଇପାରିବ, ସ୍ୱାଦ ନୁହେଁ। ବୁଝିବାକୁ ବାକି ନଥିଲା ତା'ର ଏସବୁ ବଡ଼ ଯା'ର କାମ। ବିଲରୁ ଆସି ଖରାବେଳ ଖାଇବାଟା ମରଦ ଲୋକଙ୍କର ଟାଣ। ଖରାରେ ବିଲରେ କାମ କରି ପେଟ ନିଆଁ ପରି ଝାଳ ଝାକ ହେଉଥିବ। ପୋଡ଼ା ତରକାରୀ ମହାଭାରତ ଯୁଦ୍ଧ କରିବାରେ ସହଜ ଅସ୍ତ୍ରଟିଏ ପାଲଟିଗଲା। ଦେଢ଼ଶୁର ବିଜୟ ଚୁପ୍ଚାପ୍ ପାଣି ଗିଲାସେ ପିଇ ହାତ ଛିଞ୍ଚାଡ଼ି ଖାଇବା ଛାଡ଼ି ଉଠିଗଲେ। ଅଜୟ ସଙ୍ଖୁଡ଼ି ହାତରେ ଦୌଡ଼ିଲା ଝିଣ୍ଟିକା ପାଖକୁ। ବେକ ନୁଆଁଇ 2 ବିଧା ଦେଲା। ଝିଣ୍ଟିକା ତଳେ ପଡ଼ିଗଲା। ପୁଣି ରାଗରେ ତା' କଙ୍କାଳରେ 2 ଗୋଇଠା ଦେଇ ଦାଣ୍ଡକୁ ବାହାରିଗଲା। ତା'ପରେ ଶାଶୁ ଯା'ଙ୍କର ପଦ୍ମତୋଳା ମନ୍ତ୍ର ଆରମ୍ଭ ହୋଇଗଲା। ଝିଣ୍ଟିକାର ସେ ସବୁ ନିତିଦିନିଆ ହୋଇଯାଇଥିଲା। ଦେହସୁହା ହୋଇଗଲା ପରେ କାଠ ପାଲଟିଗଲା।
ସେ ଶୁଖିଲା କାଠରୁ ଦିନେ ହସଟିଏ ଉଙ୍କି ମାରିଲା। ଶୁଖିଲା କାଠ ଖଣ୍ଡରେ ଡାଳପତ୍ର କଅଁଳିବା ଜାଣି ଝିଣ୍ଟିକା ଦମ୍ଭ ହୋଇଗଲା। ତାର ଚେର ଏଣିକି ମାଟିରେ ଲାଗିଯିବ, ଦମ୍ଭ ହୋଇଯିବ। ସେ ଏ ଘରେ ତା ସାଙ୍ଗରେ ଆଉ ଜଣେ ଠିଆ ହେବ ସାହସ ବାନ୍ଧି। ବୋଉ ସୁରଭି ଏଣିକି ଟିକିଏ ଚିନ୍ତାଶୂନ୍ୟ ହୋଇ ଆସିଲା। ମୋ ଝିଅକୁ ଆଉ କେହି ହଇରାଣ କରିପାରିବେନି। ଝିଣ୍ଟିକା ଜୀବନରେ ଖୁସିର ସଞ୍ଚାର ହେଲା ସେତିକି ସମୟ ଯେତିକି ସମୟ ସେ ପିଲାକୁ ଗର୍ଭରେ ଧରିଥିଲା। ଝିଅଟିଏ ଜନ୍ମ ନେଲା। ନାଁ ତା ଆଶା ରଖିଲା। ଝିଣ୍ଟିକା ଜୀବନରେ ଖୁସିର ଆଶା ନେଇ ସେ ଆସିଲା। ସ୍ୱାମୀ ଆଉ ଝିଣ୍ଟିକାକୁ ପର କଥାରେ ମାଡ଼ଗାଳି କରନ୍ତିନି। ସେ ସୁଖ ବି ତା ପାଇଁ ବେଶୀ ଦିନ ରହିଲାନି। ଏଣିକି ଝିଣ୍ଟିକାକୁ ପାଗଳୀ ବୋଲି କହି ପ୍ରଚାର କଲେ ଶାଶୁ ବୋହୂ। ଆଲୁରି ପାଗଳୀ କହି ସବୁ କାମରେ ବାରଣ କଲେ। ପୁଣି ସେଇ ପୁରୁଣା ବୈଶାଖ ଝାଞ୍ଜି ଖଣ୍ଡିଆ ଭୂତ ହୋଇ ତା ଜୀବନକୁ ଆସିଲା। ରାତି ଅଧରେ ମାଡ଼ ମାରି ଝିଅକୁ ଛଡ଼େଇ ନେଇ ଘରୁ ପାଗଳୀ କହି ବାହାର କରିଦେଲେ। ଏତେ ରାତିରେ କୁଆଡ଼େ ଯିବ? ଯୁଆଡ଼େ ଗଲେ ବ୍ୟଭିଚାରିଣୀ ନହେଲେ ପାଗଳୀ ଉପାଧି ଅର୍ଜିବ। ବାଟ ନ ପାଇ ଗୁହାଳ ଘରେ ଆଶ୍ରୟ ନେଲା। 3-4 ଦିନ ପରେ ପୂରା ପାଗଳୀ ବୋଲି ପ୍ରମାଣ କରି ଗାଁରେ ନିଶାବ କରି ବାପଘରକୁ ବିଦା କରିଦେଲେ। ବାପଘରେ କିଛି ଦିନ ରହିବା ପରେ ଝିଅକୁ ଝୁରି ଝୁରି ପାଗଳୀ ପରି ହେଲା। ବାପା ଶ୍ୱଶୁରଙ୍କ ହାତଗୋଡ଼ ଧରି ନେହୁରା ହୋଇ ପୁଣି ଛାଡ଼ି ଆସିଲେ ଶାଶୁଘରେ ଝିଣ୍ଟିକାକୁ। ଆଶାକୁ ପାଖ ମାଡ଼ିବାକୁ ଦିଅନ୍ତିନି, ରୋଷେଇ ଘରେ ପୂରାନ୍ତିନି କି ଘରେ ପୂରାନ୍ତିନି ତାକୁ। ଗୁହାଳ ଗୋବର ଗାଈ ଗୋରୁ କାମ କରେ, ବାରି ଘଷି ଚାଳିଘରେ ରୁହେ। ଅନ୍ତତଃ ଝିଅଟା ତା ଆଖି ଆଗରେ ଥିଲା। ସେ ତାକୁ ଦେଖୁଥିଲା। ସେତକ ବି ଆଉ ଲେଖା ନଥିଲା ତା ଭାଗ୍ୟରେ। ଚୋରଣୀ କହି ସବୁଦିନ ପାଇଁ ତଡ଼ିଦେଲେ ଘରୁ। ସେଦିନୁ ସେ ବାପଘରେ। ଆହା କେଡ଼େ ହତଭାଗିନୀଟିଏ ବୋଲି ଲୋକ 2-3 ଦିନ କହିଲେ। ଭାଉଜ ପାଇଁ ସେ ଘରେ ଅଲୋଡ଼ା ମଣିଷଟିଏ। ଆଉ ସମାଜରେ ବିବାହିତା ଝିଅ ବାପଘରେ ବେଶୀ ଦିନ ରହିଲେ ବୋଝ। ଯେଉଁ ଘର ତାର ନିଜର ଅତି ଆପଣାର ଥିଲା, ବାଲ୍ୟରୁ କିଶୋର ଯାଏଁ ଆମ ଘର ଆମ ଘର ବୋଲି କହୁଥିଲା, ସେ ଘର ଆଜି ତାର ହୋଇନାହିଁ। ବାପା ବୋଉଙ୍କ ପାଇଁ ସେ କଣ୍ଟାଟିଏ। ସୁରଭି ମନରେ ଶାଶୁଘରେ ଗୁହାଳ ପୋଛି ପେଟ ପୋଷିଲେ ସନମତ। ବାପଘରେ କ୍ଷୀରି ପୁରୀ ଖାଇଲେ ସେ ସମ୍ମାନ ନଥାଏ। ଶେଷରେ ସେ ବାପଘରେ ଆଉ ଗୋଟିଏ ନୂଆ ପରିଚୟ ନେଇ ବଞ୍ଚିଲା, ଘଇତା ଛାଡ଼ି। ଟିକିଏ କଥାରେ ଘଇତା ଛାଡ଼ି କହିଦେଲେ ସେ ତଳକୁ ମୁହଁ ପୋତି ଦେଇ ଚୁପ୍ ହୋଇଯାଏ। କାହା ପାଖରେ ପଦୁଟିଏ ପାଟି ଖୋଲି କଥା କହିବାର ସ୍ୱତନ୍ତ୍ରତା ସେ ବାପଘରେ ହଜେଇ ବସିଲା। ସ୍ୱାମୀକୁ ଛାଡ଼ପତ୍ର ଦେଲେ ଝିଅ ବାଣ୍ଟ ହୋଇଯିବ। ସେ ନିଜ ଗର୍ଭ ଚିରି ଯାହାକୁ ଜନ୍ମ ଦେଇଛି ତାକୁ ସେ ଚିରି ଦି'ଫାଳ କରିବାକୁ ଚାହିଁଲାନି କି ଯାନି ଯୌତୁକ ଫେରେଇ ଆଣିଲାନି। ସବୁବେଳେ ଶାଶୁଘରେ ତାର ଆଶା, ତା ଦିନ ଆସିବ ସେ ପୁଣି ତା ଆଶା ପାଖକୁ ଲେଉଟିବ। ସେଇ ଆଶାର ଜୀବନ ଜିଉଁଥିଲା ଆଜିଯାଏଁ। ସ୍ୱାମୀ ତାର 2 ବର୍ଷ ହେବ ଆଉ ଗୋଟିଏ ବାହା ହେଇ ସଉତୁଣୀ ଆଣିଛନ୍ତି। ଝିଅ ସ୍କୁଲକୁ ପାଠ ପଢ଼ି ଗଲାଣି। ଏସବୁ ଖବର ସେ କେଉଁଠୁ ପାଇଛି? ନୂଆ ମା ସାଙ୍ଗରେ ଝିଅ ତାର ଖୁବ୍ ଖୁସିରେ ଅଛି। ସେତକ ଜାଣିବା ଦିନଠୁ ତାର ଆଉ ଆଶା ନାହିଁ ଶାଶୁଘରେ। ଝିଅ କେବେ ମା'ର ସାନ୍ନିଧ୍ୟ ପାଇଲାନି। ମା'ଠୁ ଦୂରରେ ରହିଲା। ପାଗଳୀ ତାକୁ ମାରିଦେବ କହି ଘରଲୋକ ଡରେଇ ରଖିଲେ। ସେ ଧୀରେ ଧୀରେ ମା'କୁ ଭୁଲିଗଲା। ସେ ବି ଛୋଟ ପିଲା। ଏତେ ସବୁ ବୁଝିବାକୁ ତାର ମୁଣ୍ଡ କାହିଁ? ସୁରଭିର ବ୍ଲଡ଼ ପ୍ରେସର ମେଡିସିନ ପାଇଁ ଝିଣ୍ଟିକା ସବୁବେଳେ ମେଡିସିନ ଷ୍ଟୋରକୁ ଯାଏ। ସେଠି ତାର କାହା ସାଙ୍ଗରେ ଚିହ୍ନା ପରିଚୟ। ସେ ମୋତେ 2 ମାସ ତଳେ କହୁଥିଲା, ଏଇ 15 ଦିନ ତଳେ ସେ ଲୋକ ସାଙ୍ଗରେ ଝିଣ୍ଟିକା ଘର ଛାଡ଼ି ପଳେଇଛି। ସୁରଭିକୁ ମୁହଁ ଖୋଲି କହିଥିଲା ବୋଲି ମୁଁ ନୂଆ କରି ସଂସାର କରିବି। ମା'ଟା ମନ କଥା ବୁଝିଲାନି। ଭାରି ଟାଣ ଟାଣ କଥା କହିଲା। ଦରବୁଢ଼ୀ କିଏ ବାହା ହବ? ଏ ବୟସରେ ନାଁ ଗାଁ ପକେଇବାକୁ ଭାରି ଉଛନ ହଉଛୁ ଘଇତା ଛାଡ଼ି। ନିଜ କଥା ବୁଝିବାକୁ ସମସ୍ତେ ତତ୍ପର। ଝିଣ୍ଟିକା କଥା ବୁଝୁଛି କିଏ? ନିସଙ୍ଗତା ମଣିଷକୁ କ୍ଷୀଣ କରି ପକାଏ। ଯୌବନକୁ କେତେଦିନ ସେ ବାନ୍ଧି ରଖିପାରିବ? ଶେଷରେ ଝିଣ୍ଟିକା ସେ ଲୋକ ସହ ଘର ଛାଡ଼ି ଯିବାକୁ ବାଧ୍ୟ ହେଲା। ସେ ଲୋକର ନାଁ ରବୀନ୍ଦ୍ର ସେନାପତି। ଜାତିରେ ଗଉଡ଼। ମେଡିସିନ ଦୋକାନରେ ମେଡିସିନ ସଜାଡ଼ି ରଖିବା ତା କାମ। ମାଣିକପଡ଼ା ପଞ୍ଚାୟତରେ ଘର। ଘରେ ବୁଢ଼ା ବାପ ମା'। ସେ ଲୋକର
2 ବର୍ଷର କୁନି ଝିଅ। ସ୍ତ୍ରୀ ଲିପି ଆଉ କାହା ସାଙ୍ଗରେ ପଳେଇଛି। ସେ ଏବେ ଝିଣ୍ଟିକାକୁ ନେଇ ଘର ସଂସାର କରିବାକୁ ଚାହୁଁଛି। ବାବାଜୀ ସୁରଭି ସବୁ ଜାଣି ଝିଣ୍ଟିକାକୁ ଚାପି ରଖିଲେ। ଛେଳି ଜଗିବାକୁ ଗଲାବେଳେ ରବୀନ୍ଦ୍ର ଝିଣ୍ଟିକାକୁ ଦେଖା କରିବାକୁ ଆଗରୁ କେଇଥର ଆସିଛି। ଏକଥା ଝିଣ୍ଟିକା ମୋତେ ନିଜେ କହିଛି। ଝିଅଟା ତା ସାଙ୍ଗରେ ଗଲା କି ଆଉ କୁଆଡ଼େ ଗଲା କେହି ଟିକେ ପଛରେ ଖୋଜିଗଲେନି। ସେମାନଙ୍କର ମୁଣ୍ଡ ତଳକୁ କରି ଚାଲିଯାଇଛି। ସେ କାହିଁ ଖୋଜିବେ? ମଲେ କି ହଜିଲେ ତାଙ୍କର ତ ବାଣ୍ଟରୁ କଣ୍ଟା ଯିବ। ଯିବା ପୂର୍ବରୁ ସେ ମୋତେ ପଚାରିଥିଲା। ମୁଁ ତା କଥାରେ ସହମତି ଜଣାଇଦେଲି। ଅଜୟ ଯଦି ଆଉ ଗୋଟିଏ ବାହା ହୋଇପାରିଲା ସେ କାହିଁ ବାହା ହୋଇପାରିବନି? ଏ ଦୁନିଆରେ ନିଜ ନିଜ ଅଧିକାର ପାଇଁ ନିଜେ ଲଢ଼ିବା ଜରୁରୀ। ଛୁଆଟିଏ ନ କାନ୍ଦିଲେ ତା ମା ତାକୁ କ୍ଷୀର ଦିଏନି। ସେମିତି ନ ମାଗିଲେ କିଛି ମିଳିବନି ଏଠି। ସମସ୍ତ ସମାନ ଅଧିକାର ପାଇବା ପାଇଁ ହକଦାର। ସେ କାହିଁକି ସେଥିରୁ ବାଦ୍ ପଡ଼ିବ? ଦୁଃଖ କ'ଣ ତା ଭାଗ୍ୟରେ ଖାଲି ଲେଖା ଅଛି? ସେ ସବୁଦିନ ପାଇଁ ସୁଖରୁ ବଞ୍ଚିତ ହୋଇ ରହିବ? ସରିତା କିନ୍ତୁ କହି ଚୁପ୍ ରହିଲା। ଏମିତି କୋଉ ବିଶ୍ୱାସରେ ଝିଣ୍ଟିକା ରବୀନ୍ଦ୍ର ସହ ଚାଲିଗଲା? ସେ ଯେ କାଲି ସକାଳେ ଆଉ ଗୋଟିଏ ଅଜୟ ହୋଇ ନ ବାହାରିବ ସେଥିରେ କୋଉ ଗ୍ୟାରେଣ୍ଟି? ଝିଣ୍ଟିକାକୁ ଉପଭୋଗ କରି ସେ ଯଦି କାଲି ସକାଳେ ଗାଁରେ ଛାଡ଼ି ଦେଇଯିବ ଝିଣ୍ଟିକା ପରି ଝିଅ ପାଇଁ ଆତ୍ମହତ୍ୟା କେବଳ ସାର ହୋଇଯିବ। ପରଦିନ ସକାଳୁ ଝିଣ୍ଟିକାର ବାପା ସୁଧାଂଶୁ ସବୁ କଥା ଜଣେଇଥିଲେ। ସୁଧାଂଶୁ ନିଜର ଜଣେ ଆଡ଼ଭୋକେଟ ସାଙ୍ଗ ଅନିଲ ସହ ଏ ବିଷୟରେ କଥାବାର୍ତ୍ତା କରିଆସିଲେ। ସୁଧାଂଶୁ, ଝିଣ୍ଟିକାର ବାପା ବାବାଜୀ, ଭାଇ ସୁକାନ୍ତ ଆଉ ଓକିଲକୁ ସାଙ୍ଗରେ ନେଇ ମାଣିକପଡ଼ା ପଞ୍ଚାୟତର ରୂପାପୁରରେ ରବୀନ୍ଦ୍ର ଘରେ ପହଞ୍ଚିଲେ। ନୂଆ ଶାଢ଼ୀ ଗହଣାରେ ଭରପୁର ନବବିବାହିତା ସ୍ତ୍ରୀ ଲୋକଟି କାଖରେ ଝିଅଟିକୁ ଧରି କବାଟ ଖୋଲିଲା। ଭିତରୁ କିଏ ଜଣେ କହୁଥିଲେ, ରୁହ ମୁଁ ଯାଇ କବାଟ ଖୋଲୁଛି। ଝିଣ୍ଟିକାର ବିବାହ ପରେ ଏମିତି ଦେବୀ ପ୍ରତିମା ରୂପ ତା ବାପା କେବେ ବି ଦେଖିନଥିଲେ। ଖୁସିରେ ଆଖିରୁ ଅମାନିଆ ଲୁହଗୁଡ଼ାକ ବନ୍ଧବାଡ଼ ନେଇ ବୋହି ଚାଲିଥିଲା। ପାଦଧୂଳି ନେଇ କ୍ଷମା ମାଗୁଥିଲା ଝିଣ୍ଟିକା। ଶ୍ୱଶୁରଙ୍କ ପାଦଧୂଳି ନେଇ କ୍ଷମା ମାଗୁଥିଲେ ରବୀନ୍ଦ୍ର। ଝିଣ୍ଟିକାର ଶ୍ୱଶୁର ପରିଚୟ ଦେଇ କହିଲେ, ଆମ ପଟାକାନ୍ତର ସଂସାରରେ ଝିଣ୍ଟିକା କାଦୁଅ ଚମୁଛି। ସୁଧାଂଶୁ ସେମାନଙ୍କର ବିବାହର ପ୍ରମାଣ ମାଗିଲେ। ରବୀନ୍ଦ୍ର ମ୍ୟାରେଜ୍ ସାର୍ଟିଫିକେଟ୍ ଆଣି ସୁଧାଂଶୁକୁ ଦେଖେଇଲେ। ସୁଧାଂଶୁ ଆଶ୍ୱସ୍ତିର ନିଶ୍ୱାସଟିଏ ମାରି ଫେରିଆସିଲେ ଘରକୁ। ବୋଉ କହୁଥିଲେ, ଏ ସଂସାରରେ ସବୁ ଲୋକ ଖରାପ ନୁହନ୍ତି। ଏବେ ବି ମଣିଷ ପଣିଆ ବଞ୍ଚିଛି। ତ ଫ୍ରେଣ୍ଡସ୍, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତ ପ୍ଲିଜ୍ ଲାଇକ୍ କରିବେ, ସାଙ୍ଗମାନଙ୍କ ସହ ସେୟାର କରିବେ। ରହିଲି, ଜୟ ଜଗନ୍ନାଥ।